ଏ କାହାଣୀ ରୀମା ଆଉ ରଞ୍ଜନର। ରୀମା ଦେଖିବାକୁ ବହୁତ ସୁନ୍ଦର। କଲେଜରେ ତାକୁ ବିୟୁଟି କୁଇନ୍ କୁହନ୍ତି। ସିଏ ତା ଲାଇଫରେ ବହୁତ ଖୁସି ଥାଏ। ବାପା ମାଆଙ୍କ ସ୍ୱପ୍ନକୁ ସାକାର କରିବା ହିଁ ତା'ର ଗୋଟିଏ ମାତ୍ର ସ୍ୱପ୍ନ ଥାଏ। ପାଠରେ, ଶୀଳନତାରେ ଏବଂ ଝିଅ ହିସାବରେ ସିଏ ବହୁତ ଭଲ ହୋଇଥାଏ। ସିଏ ଦିନେ ରାତି ବାସ୍ ଏହା ଭାବୁଥାଏ କି କେଉଁଦିନ ତା'ର MBA ସରିବ, ସିଏ ଡକ୍ଟର ହୋଇ ବାପା ମାଆଙ୍କୁ ସରପ୍ରାଇଜ୍ ଦେବ। ସେହି କଲେଜରେ ରଞ୍ଜନ ନାଁରେ ଗୋଟିଏ ପୁଅଟିଏ ଥାଏ। ସିଏ ପାଖାପାଖି 3 ବର୍ଷ ହେବ ରୀମାକୁ ମନେ ମନେ ଭଲ ପାଉଥାଏ, କିନ୍ତୁ ତା ପାଖରେ କହିବାର ସାହସ ନଥାଏ। ଦିନେ ସାଙ୍ଗସାଥୀଙ୍କର କଥାରେ ପଡ଼ି ସିଏ ରୀମାକୁ ନିଜ ମନ କଥା ଖୋଲିକି କହିଲା। କିନ୍ତୁ ରୀମା ଯିଏ ନିଜ କ୍ୟାରିୟର ପାଇଁ ଲାଗିଥାଏ, ସିଏ ରଞ୍ଜନକୁ ଇଗ୍ନୋର କଲା। ଏବେ ରଞ୍ଜନର ସାଙ୍ଗମାନେ ତାକୁ ଚିଡ଼େଇବାକୁ ଲାଗିଲେ। ଏହିପରି 2-3 ମାସ ପରେ ସିଏ ପୁଣି ରୀମା ପାଖକୁ ଗଲା ଏବଂ ତାକୁ ରିକ୍ୱେଷ୍ଟ କଲା, ଦେଖ ରୀମା, ମୁଁ ଜାଣିଛି ତୁମେ ମୋତେ ପସନ୍ଦ କରନି, କିନ୍ତୁ ମୋତେ ଟିକେ ବୁଝିବାକୁ ଚେଷ୍ଟା କର। ମୁଁ ତୁମକୁ ଦେଖିଲା ଦିନଠାରୁ ଭଲ ପାଉଛି ଏବଂ ଏହି ବିଷୟରେ ମୋ ସାଙ୍ଗସାଥି ସବୁ ଜାଣିଛନ୍ତି। ଦିନଠାରୁ ତୁମକୁ ପ୍ରପୋଜ କରିଥିଲି ଏବଂ ତୁମେ ତାକୁ ଅସ୍ୱୀକାର କଲ, ସେବେଠାରୁ ମୋର ସାଙ୍ଗମାନେ ମୋ ଉପରେ ଉପହାସ କରୁଛନ୍ତି। ମୁଁ ତୁମକୁ ବାଧ୍ୟ କରୁନି କି ତୁମେ ମୋତେ ଭଲ ପାଅ ବୋଲି। ହଁ, ଏତିକି ସାହାଯ୍ୟ ନିଶ୍ଚୟ କର, ମୋର ସାଙ୍ଗ ହୋଇଯାଅ, ଫ୍ରେଣ୍ଡ ହୋଇ ରହିପାରିବା। କମ୍ ସେ କମ୍ କେତେବେଳେ କେମିତି ଦେଖା ହେଲେ ବାସ୍ ହାଏ ହେଲୋ କରିଦେବ, ଟିକେ ମୋ ପାଇଁ ଯଥେଷ୍ଟ ହେବ। ଏତିକି ମୋତେ ଟିକେ ସାହାଯ୍ୟ କର। ରୀମା ପ୍ରଥମେ ତ ମନା କରୁଥାଏ, କିନ୍ତୁ ବାରମ୍ବାର ରିକ୍ୱେଷ୍ଟ ପରେ ସିଏ ହଁ ଭରିଲା। ଏବେ ସେମାନେ କେତେବେଳେ କେମିତି କଥା ହେବାକୁ ଲାଗିଲେ। ଦିନ ପରେ ଦିନ ବିତି ଚାଲିଥାଏ ଏବଂ ଏବେ ସେମାନେ ସବୁଦିନ କଥା ହେବାକୁ ଲାଗିଲେ। ରୀମା ଯିଏ ନିଜ ଡକ୍ଟର ହେବାକୁ ସ୍ୱପ୍ନ ଦେଖୁଥିଲା, ଏବେ ସିଏ ପ୍ରେମରେ ପଡ଼ିଯାଇଥାଏ। ତଥାପି ସିଏ ରଞ୍ଜନକୁ ସମୟ ଦେବା ସହ ନିଜ ପାଠପଢ଼ାକୁ ମଧ୍ୟ ଧ୍ୟାନ ଦେଉଥିଲା। ରୀମାର ରଞ୍ଜନ ସହ ପ୍ରେମ ଦିନକୁ ଦିନ ବଢ଼ିବାରେ ଲାଗିଥାଏ। ଏବେ ରଞ୍ଜନ ତାକୁ ଯେଉଁଠିକି ଡାକେ ସିଏ କିଛି ନ ଭାବି, କିଛି ନ ଚିନ୍ତି ଘରେ କିଛି ବାହାନା କରି ତା ପାଖରେ ପହଞ୍ଚିଯାଏ। ହ୍ୱାଟ୍ସଆପ୍ରେ ମେସେଜ୍ ଆସୁ ଆସୁ ସିଏ କିଛି ସେକେଣ୍ଡରେ ସିଏ ସାଙ୍ଗେ ସାଙ୍ଗେ ରିପ୍ଲାଏ ଦିଏ। ଏକୁଟିଆ ଭେଟ ହେବା, ଦୁହେଁ ଦୁହିଁଙ୍କୁ ଗିଫ୍ଟ ଦେବା ଏବଂ ଶେଷରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା, ଏସବୁ ଚାଲିଥାଏ। ଏବେ ଆସିଲା କାହାଣୀର ମୋଡ଼। ହଠାତ୍ ରଞ୍ଜନ ଟିକିଏ ଟିକିଏ କଥାରେ ଚିଡ଼ିବାକୁ ଲାଗିଲା। ଟିକିଏ ଟିକିଏ କଥାରେ ରୀମାକୁ ଛାଡ଼ିଦେବାର ଧମକ ଦେବାକୁ ଲାଗିଲା। ରୀମା ସବୁ ସହିଯାଉଥାଏ, କିନ୍ତୁ ରୀମା ଯେବେ ଏହା ଅନୁଭବ କଲା କି ରଞ୍ଜନ ଏବେ ତାକୁ ଆଭଏଡ଼୍ କରୁଛି, ହ୍ୱାଟ୍ସଆପ୍ରେ ମେସେଜ ସେଣ୍ଡ କରୁ କରୁ ଡେରିରେ ରିପ୍ଲାଏ ଦେଉଛି, ତାକୁ ଆଗ ଭଳି ସମୟ ଦେଉନାହିଁ। ସିଏ ବୁଝିବାକୁ ଚେଷ୍ଟା କଲା କି ପ୍ରକୃତରେ ରଞ୍ଜନର କ'ଣ ହୋଇଛି। ଦିନେ ରଞ୍ଜନର ମୋବାଇଲ ପାଖରେ ଥିଲା ବେଳେ ସିଏ କିଛି କଲ୍ ରେକର୍ଡ଼ିଂ ଏବଂ କିଛି ଫଟୋ ଦେଖି ଏହା ଜାଣିପାରିଲା କି ତା'ଠାରୁ ଜଣେ ସୁନ୍ଦର ଏବଂ ଧନୀ ଝିଅ ସହ ଏବଂ ରଞ୍ଜନ ଡେଟ୍ କରୁଛି। ରୀମା ପାଦ ତଳୁ ମାଟି ଖସିଲା ପରି ଲାଗିଲା। ଏଥିପାଇଁ ନୁହେଁ କି ରଞ୍ଜନ ତାକୁ ଧୋକା ଦେଲା, ଏଥିପାଇଁ କାରଣ ସିଏ ରଞ୍ଜନକୁ ଭଲ ପାଇ ବାପା ମାଆଙ୍କର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ସିଏ ରଞ୍ଜନକୁ ଭଲ ପାଇ ନିଜ କ୍ୟାରିୟରକୁ ଇଗ୍ନୋର କରିଦେଲା। ସିଏ ଏହା ଜାଣି ଯାଇଥାଏ, ସବୁ ପରୀକ୍ଷାରେ 95+ରେ ପାସ୍ କରୁଥିଲା। ଆଜି ପାସ୍ ହେବାକୁ ଫେଲ୍ ହେବା ତାହା ବି ପ୍ରଶ୍ନବାଚୀ ହୋଇଯାଇଛି। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ଏହା କଟକରେ ଘଟିଥିବା ଗୋଟିଏ ସତ କାହାଣୀ। ଯେଉଁ ଝିଅ ଶେଷରେ ଗୋଟିଏ ଚରମ ନିଷ୍ପତ୍ତି ନେଇ ଆଜି ଆଉ ଆମ ଦୁନିଆରେ ନାହିଁ। ଆପଣ ଯଦି ଝିଅ, ତେବେ ନିଜକୁ ରୀମା ଭାବନ୍ତୁ, ଆଉ ଯଦି ଆପଣ ଜଣେ ପୁଅ, ତେବେ ରୀମାର ଭୂମିକାରେ କୌଣସି ପୁଅର ନାଁ ଦେଇ ଆପଣ ନିଜକୁ ଭାବନ୍ତୁ। ଏମିତି ଆଜିକାଲି ବହୁତ ମାତ୍ରାରେ ଘଟୁଛି। କିଏ ପଶ୍ଚାତାପରେ ନିଆଁରେ ଜଳୁଛି ତ ଆଉ କେହି
ୟାକୁ ଗୋଟିଏ ଖରାପ ସ୍ୱପ୍ନ ଭାବି ଭୁଲି ଯାଉଛି। ମୋ ମତରେ ଦ୍ୱିତୀୟଟି ଠିକ୍ ଏବଂ ବି ସମୟ ଅଛି। ଯାହା ଘଟିଗଲା ତାକୁ ଭୁଲି ଯାଇ ନୂଆ କରି ପୁଣି ବଞ୍ଚିବା। ଏଥିରୁ ଆମେ କ'ଣ ଶିଖିପାରିବା? କାହା ପଛରେ ପଡ଼ି ପାଗଳ ହେବା ଆଉ ନିଜ ଲକ୍ଷ୍ୟ ପାଇଁ ପାଗଳ ହେବା, ଏଥିରେ ବହୁତ ଫରକ। ଏହି ଫରକ ଯେତେ ଜଲ୍ଦି ବୁଝିଯିବ ତୁମ ପାଇଁ ସେତେ ଲାଭଦାୟକ ଫଳପ୍ରଦ ହେବ। କାହାକୁ ସମୟ ଦେବା ଭୁଲ ନୁହେଁ, କିନ୍ତୁ କାହା ପାଇଁ ସମୟ ବର୍ବାଦ କରିବା ନିଶ୍ଚୟ ଭୁଲ ହୋଇଥାଏ। ଆପଣ ନିଜକୁ ଧ୍ୟାନ ଦିଅନ୍ତୁ। ଦିନ ଆସିବ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ସମସ୍ତେ ଚାହିଁବେ। ତୁମେ ସମସ୍ତଙ୍କ ପାଇଁ ବଞ୍ଚିପାରିବ, କିନ୍ତୁ ତା ପୂର୍ବରୁ ନିଜକୁ ସେତିକି ଯୋଗ୍ୟର ବନାଅ ଯେମିତି ସମସ୍ତେ ତୁମ ପାଇଁ ବଞ୍ଚିବେ। ମାନେ ଇଜ୍ଜତ କି ପ୍ରତିଷ୍ଠା ଏମିତି ମିଳିନଥାଏ, ତାକୁ ଅର୍ଜନ କରିବାକୁ ପଡ଼େ। ନିଜ ଗୋଡ଼ରେ ଠିଆ ହୁଅ ବନ୍ଧୁ। କେତେ ଦିନ ପରେ କାନ୍ଧରେ ବୋଝ ହୋଇଥିବ। ତୁମେ ଚାହିଁଲେ ସବୁ କରିପାରିବ, ସବୁ ପାଇପାରିବ। ବାସ୍ କରିବାର ପ୍ରତିଜ୍ଞା ଦୃଢ଼ ହେବା ଦରକାର। ପ୍ରେମ କରିବାକୁ ସାରା ଜୀବନ ପଡ଼ିଛି, କିନ୍ତୁ କ୍ୟାରିୟର ଗଢ଼ିବାକୁ କେବଳ ଏବେର ସମୟ ବଞ୍ଚିଛି। ସଫଳ ହେବା ପରେ ତୁମ ପଛରେ ହଜାରେ ପଡ଼ିଥିବେ। ସେଥିପାଇଁ ଆଜି କୌଣସି ଜଣକ ପଛରେ ପଡ଼ି ପାଗଳ ହୁଅ ନାହିଁ। ନିଜକୁ ଏପରି ତିଆରି କର, ଯିଏ ତୁମକୁ ଆଜି ଇଗ୍ନୋର କରୁଛି, ସିଏ ତୁମ ସହ କଥା ହେବା ପାଇଁ ତୁମ ଆଗରେ ଭିକ ମାଗିବ। କେହି ଯଦି ଧୋକା ଦେଇଛି, ତେବେ ସେହି ଧୋକାକୁ ନିଜ ବର୍ବାଦୀର କାରଣ କରି ତାକୁ ସଫଳତା ପାଇଁ ବାହାନା ବନେଇ ଦିଅ। ତାକୁ ଦେଖେଇ ଦିଅ ସିଏ ତୁମକୁ ହରେଇ ସିଏ ତା ଜୀବନରେ କ'ଣ ହରେଇଛି। ଏ ଦୁନିଆରେ ଅନେକ ଲୋକ ଜନ୍ମ ନିଅନ୍ତି, ଅନେକ ମରିଯାଆନ୍ତି, କିନ୍ତୁ କହିପାରିବେ କେତେଜଣଙ୍କ ନାଁ ଆପଣ ମନେ ରଖିଛ? ସେଇମାନଙ୍କର ନାଁ ମନେ ଥିବ ଯେଉଁମାନେ ତାଙ୍କ ଜୀବନରେ କିଛି ଉପଲବ୍ଧି କରିଛନ୍ତି, ତାଙ୍କ ଜୀବନରେ କିଛି ହାସଲ କରିଛନ୍ତି। ଆପଣ ସେହିପରି ହୁଅନ୍ତୁ। ନିଜକୁ ଏକ ବଡ଼ ବ୍ୟକ୍ତିତ୍ୱର ନାଁ ଦିଅନ୍ତୁ। ଆପଣ ନିଜକୁ ଏପରି ବନାନ୍ତୁ ଯେପରି ଆପଣଙ୍କ ଗାଁ ଲୋକ ଆପଣଙ୍କୁ ଦେଖି ନିଜ ପିଲାଙ୍କୁ ଶିଖାଇବେ, ପୁଅରେ ହବୁ ଯଦି ତାହା ଭଳି ହୋଇକି ଦେଖା। ଖାଇବା ପିଇବା ନିଜର ନିତ୍ୟକର୍ମ କରିବା ଏହା ଜୀବନରେ ନୁହେଁ। ଏମିତି ଜୀବନ ପଶୁମାନେ ବି ବଞ୍ଚୁଛନ୍ତି। ତୁମ ଭିତରେ ପଶୁ ଭିତରେ କ'ଣ କିଛି ଫରକ ନାହିଁ? ତୁମେ ମଣିଷ ହୋଇ ବଞ୍ଚ। ନିଜର ଲକ୍ଷ୍ୟ ତିଆରି କର। ସେହି ଲକ୍ଷ୍ୟ ପାଇଁ ନିଜର ଜୀବନ ଲଗେଇ ଦିଅ। ସଂଘର୍ଷ ହିଁ ଜୀବନ, ବିନା ସଂଘର୍ଷରେ ଜୀବନ କେବେ ସଫଳ ହୁଏ ନା। ଯଦି ଆଜି ବୁଝିଗଲ ତେବେ ଠିକ୍ ଅଛି, ଆଉ ଯଦି ବୁଝିକି ବି ଅବହେଳା କଲ ତେବେ ତୁମର କାଲିକୁ କେହି ବଞ୍ଚେଇ ପାରିବେ ନାହିଁ। ଯଦି ଏସବୁ ମଜିକି ରହିଗଲ ନା, ତେବେ ତୁମେ ବାସ୍ କିଛି ଦିନ ପାଇଁ ଖୁସିରେ ରହିବ। ଆଉ ଯଦି ଏସବୁ ବାହାରି ନିଜକୁ ଗଢ଼ିବାରେ ମଜି ରହିବ, ତେବେ ଦିନ ଆସିବ ତୁମେ ଅନ୍ୟକୁ ନୁହେଁ ବରଂ ସମସ୍ତେ ତୁମକୁ ଗୁଗଲରେ ସର୍ଚ୍ଚ କରିବେ। ସବୁ ପ୍ଲାଟଫର୍ମରେ ତୁମର ଚର୍ଚ୍ଚା ଥିବ, ବହୁତ ବଡ଼ ଲୋକଙ୍କ ମୁହଁରେ ତୁମର ପ୍ରଶଂସା ଥିବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।